କାଙ୍ଗୁଲା ମାଙ୍କ ନାଁ ଲେଖା ହେଇଥିଲା। ସେଟା ମୋ ପିଲାମାନେ ଛୁଆର ଜାଣିପାରିଲେନି, ପ୍ରୋଟେଷ୍ଟ କରିବା ଦ୍ୱାରା ତାକୁ ଗୋଡ଼ ଫୋଡ଼ ମାରିକି। ଜୟ ଜଗନ୍ନାଥ ସାଙ୍ଗମାନେ, ଜୟ ମା କାଙ୍ଗୁଲା। ମୁଁ ଆପଣଙ୍କ ପ୍ରିୟ ଅନୁଗୁଳ ସୋମୁ ଭାଇ। ଆପଣ ଜାଣିଥିବେ 3 ଦିନ ଆଗରୁ ମୁଁ ଅନୁଗୁଳ ଟୁକୁଲି ଗୋଟେ କାଙ୍ଗୁଲା ମୁଭିର ଗୀତକୁ ନେଇକି ପ୍ରୋଟେଷ୍ଟ କରିଥିଲି। ସମ୍ବିତ ଭାଇଙ୍କର ପୋଷ୍ଟର ମଧ୍ୟ ଜାଳିଥିଲି। ତ ଏତେ ସବୁ ସତ୍ତ୍ୱେ ଆଜି ସମ୍ବିତ ଭାଇ ଆଉ ବାବୁ ଭାଇ ପ୍ରଡକ୍ସନର ଟିମ୍ ମୋତେ ଭୁବନେଶ୍ୱର ଡାକିଥିଲା କଥାବାର୍ତ୍ତା ହେବା ପାଇଁ କି କ'ଣ ପ୍ରୋବ୍ଲେମ୍ କି କ'ଣ ହେଇଛି, ଆପଣଙ୍କୁ କ'ଣ ଅସୁବିଧା ଅଛି ମୁଭିରେ। ତ ମୁଁ ଆଜି ଭୁବନେଶ୍ୱର ଯାଇକି ତାଙ୍କ ସହିତ 2-3 ଘଣ୍ଟା ଡିସ୍କସନ୍ କରିକି ଆସିଲି ସମ୍ବିତ ଭାଇ ସହିତ, ଯିଏକି ଆମ ଅନୁଗୁଳ ଗୋଟେ ପ୍ରାଉଡ୍, ଆମ ଅନୁଗୁଳ ହିରୋ। ଯାହା ହଉ ଏତେ ବିରୋଧ ସତ୍ତ୍ୱେ ସେ ଏତେ ନର୍ମିକ୍ ମୋ ସାଙ୍ଗେ କଥାବାର୍ତ୍ତା ହେଲେ, ମୋତେ ବହୁତ ଖୁସି ଲାଗିଲା। ଥ୍ୟାଙ୍କ ୟୁ ଭାଇ। ଆଉ ବହୁତ ଗୁଡ଼ିଏ ଲୋକ ମୋତେ ଏଇ ଗୀତକୁ ବିରୋଧ କରିବା ପାଇଁ ସପୋର୍ଟ ବି ଦେଲେ। ଫାର୍ଷ୍ଟ ଅଫ୍ ଅଲ୍ ଥ୍ୟାଙ୍କ୍ସ ଟୁ ଦେମ୍। ଆଉ ବହୁତ ଗୁଡ଼ିଏ ଲୋକ ମୋତେ ଖରାପ କମେଣ୍ଟ କରିକି ମୋତେ ଏନକରେଜ୍ ବି କଲେ କି ମୁଁ ଯେମିତି ଆହୁରି ଭଲସେ ତୀବ୍ର ସ୍ତରରେ ପ୍ରୋଟେଷ୍ଟ କରେ ବୋଲି। ତ ମୁଁ ଗୋଟେ ଜିନିଷ କହିବାକୁ ଚାହୁଁଛି, ଆଟ୍ ଦ ରେଜଲ୍ଟ ମୁଁ ଜାଣିଲି କାଙ୍ଗୁଲା ମୁଭିଟା ଗୋଟେ ଡକୁମେଣ୍ଟାରୀ ମୁଭି ନୁହଁ, ଇଟ୍ସ ଏ କମର୍ସିଆଲ ମୁଭି। ଯାହା ଖୁସି ଲାଗୁଛି ଆମ ଅନୁଗୁଳ ମାଟି ଆମ ମାଙ୍କୁ ଏତେ ଭଲସେ ସେ ମୁଭି କରିଛନ୍ତି। ପୁରାପୁରି ମୁଭିର ସ୍କ୍ରିପ୍ଟ ଆଉ କନସେପ୍ଟ ମୁଁ ଦେଖିଲି, ଦ୍ୟାଟ୍ସ ଅ ଭେରି ଗୁଡ୍ ମୁଭି। ମୁଁ ଚାହୁଁଛି ଏଇ ମୁଭିଟା ହୋଲ୍ ଇଣ୍ଡିଆରେ ହାଇଲାଇଟ୍ ହଉ ଆଉ ଟପ୍ କରୁ, ଆମ ଦଣ୍ଡ ନାଚ ବିଷୟରେ ହୋଲ୍ ଇଣ୍ଡିଆ ଜାଣନ୍ତୁ। ଆଉ ଗୋଟେ ମୋ ମନ ବହୁତ ଦୁଃଖ ଲାଗୁଛି ଶୁଣିକି କି ଗୋଟେ କଣ୍ଟ୍ରୋଭର୍ସିଟା ଉଠୁଛି। ଯେବେ ଆମେ ପ୍ରୋଟେଷ୍ଟ କରୁଥିଲୁ ଗୋଟେ ପୋଷ୍ଟରରେ ଆମେ ଭୁଲ ବଶତଃ ଦେଖିପାରିଲୁନି କାଙ୍ଗୁଲା ମାଙ୍କ ନାଁ ଲେଖା ହେଇଥିଲା। ସେଟା ମୋ ପିଲାମାନେ ଛୁଆର ଜାଣିପାରିଲେନି, ପ୍ରୋଟେଷ୍ଟ କରିବା ଦ୍ୱାରା ତାକୁ ଗୋଡ଼ ଫୋଡ଼ ମାରିକି ଭୁଲ ବଶତଃ, କି ଜାଣିଶୁଣି ଭାଇ କରିନୁ, ଭୁଲ ବଶତଃ ଗୋଡ଼ ଫୋଡ଼ ଚାଲିକି ଜାଣିଲୁ। ମୁଁ ତା ପାଇଁ ବହୁତ କ୍ଷମା ମାଗୁଛି। ଆଉ କାଙ୍ଗୁଲା ଗାଁ ଲୋକ ଆପଣଙ୍କୁ ମୁଁ ଜାଣିଛି ଇଣ୍ଟରନାଲି ବହୁତ ଦୁଃଖ ଲାଗିଛି। ତ ଆପଣ ବି ମୋ ପରିବାର ଭଳିଆ, ମୋ ପରିବାରରେ ମୋ ଦୋକାନରେ ସବୁ ପ୍ରୋଗ୍ରାମରେ ଘର ପ୍ରୋଗ୍ରାମରେ କାଙ୍ଗୁଲା ଆସି ଆପଣ ଆସିକି ସହଯୋଗ କରନ୍ତି। ତ ମୋତେ କ୍ଷମା କରିଦିଅନ୍ତୁ। ଆଉ ମାଙ୍କ ଫିଲ୍ମ ମୁଁ ଚାହେଁ ଆମ ଅନୁଗୁଳ ଭାଇଚାରା ରହୁ। ଏ ଲଢ଼େଇ ମୁଁ ନିଜ ପାଇଁ କରିନଥିଲି କି ନିଜ ବେନିଫିଟ୍ ପାଇଁ କରିନଥିଲି, ଏ ଲଢ଼େଇ ମୁଁ ଅନୁଗୁଳ ମାଟି ପାଇଁ କରିଥିଲି। ଆପଣ ସମସ୍ତେ ମୋତେ ସହଯୋଗ ବି କରିଥିଲେ, କିଛି ଲୋକ ବିରୋଧ କରିକି ମୋତେ ବ୍ୟାଡ୍ କମେଣ୍ଟ ଦେଇକି ମୋ ଉତ୍ସାହ ବି ବଢ଼େଇଥିଲେ, ତା ପାଇଁ ମୁଁ ଧନ୍ୟବାଦ ଦେବି। ଆଉ କାଙ୍ଗୁଲା ମୁଭି ପାଇଁ ମୁଁ ଏବେ କ'ଣ କରିବି ଆପଣ ଦେଖିବେ। ଆପଣଙ୍କ ପାଇଁ ଗୋଟେ ଗ୍ରେଟ୍ ସରପ୍ରାଇଜଟେ ଅଛି। ସୋମୁ ଭାଇ ନିଜ ୱେରେ କେମିତି ମୁଭିଟା ପ୍ରମୋଟ କରିବେ ଆପଣ ସମସ୍ତେ ଦେଖିବେ। ଆଉ ଆମ ଅନୁଗୁଳ ଭାଇଚାରାଟା ରହୁ। ଆଉ କାଙ୍ଗୁଲା ବାସୀ, ଆଇ ଏମ୍ ରିଏଲି ଭେରି ଭେରି ସରି ଆବାଉଟ୍ ଦ୍ୟାଟ୍। କିଛି ମନରେ ପାପ ରଖିବେନି କି କିଛି ବି ଭାବିବେନି। ଆପଣଙ୍କ ଛୁଆ ଅନୁଗୁଳ ଛୁଆ ଭାବି କ୍ଷମା କରିଦେବେ। ଜୟ ମା କାଙ୍ଗୁଲା, ଜୟ ଅନୁଗୁଳ ଏକତା।